ଆଜ୍ଞା ଆଜି ହେଉଛି ସେଇଦିନ ଯେଉଁଦିନ ମୋ ସ୍ୱପ୍ନ ମୋ ମା ପୂରଣ କରିଥିଲା। ତ ମୁଁ ସେଇ ସ୍ୱପ୍ନ ପୂରଣ ହେଲା ଯେଉଁଦିନ ତୁମାନେ ଏତେ ଖୁସି ଥିଲେ ମୁଁ ନ କହିବା କଥା, ପୁରା ଅଲଗା ପ୍ରକାର ଖୁସି। ତ ଆଜି ହେଉଛି ସେଇଦିନ। ତ ମୁଁ ଯେତେବେଳେ ମୋବାଇଲ୍ କିଣିଥିଲି, ତ ଏଇ ଯେଉଁ ମୋବାଇଲ୍ ଭିଡ଼ିଓ ହେଉଛି ତ 2024 ଅକ୍ଟୋବର 18 ତାରିଖ। ତ ଆଜି ହେଉଛି 2025 ଅକ୍ଟୋବର 18 ତାରିଖ। ତ ମାନେ ମୋ ମା ମୋ ସ୍ୱପ୍ନ ପୂରଣ କରିଛି। ଜାଣିଛ କେମିତି? ତ ମୋ ମାଆର ଇନକମ୍ ନାହିଁ, ତ ମୋ ମାଆକୁ ମିଳିଥିଲା ସୁଭଦ୍ରା ପଇସା। ତ ଦୁଇ ହପ୍ତା ମାନେ ଦୁଇଟା କିସ୍ତିରେ ମିଳିଥିଲା 10,000 ମୋ ମା ଯେଉଁ ଗୋଟେ ରଖିଥିଲେ ଦେଲେ। ତ ମୁଁ 2,000 ରଖିଥିଲି, 14,000 କରି ମୁଁ ଗୋଟେ ମୋବାଇଲ୍ କିଣିଥିଲି। ତ ଏଇ ଯେଉଁ ମୋବାଇଲ୍, ତ ୟାର ପ୍ରାଇସ୍ 14,000। ତ 14,000 ଦେଇକି କିଣିଥିଲି ଫୋନ୍। ତ ସେଇ ଫୋନ୍ରେ ଆଜି ମୁଁ ବହୁତ କିଛି କମେଇଛି। ତ ଆଜି ଯେତିକି କରିଛି ମୁଁ ସବୁ ମୋ ମା ପାଇଁ ହାସଲ ହେଇଛି, ବୁଝିଲ। ତ ମା ଋଣ କେହି ସୁଝି ନାହାନ୍ତି, କେହି ସୁଝି ପାରିନି, ମୁଁ ବି ସୁଝି ପାରିବିନି। ତ ମୁଁ ବଞ୍ଚିଥିବା ଯାଏ ମୋ ମାଆକୁ ପ୍ରାଣୀ କରି ରଖିବି, ଏଇଟା ମୋ ସ୍ୱପ୍ନ, ବୁଝିଲ। ତ ପ୍ଲିଜ୍ ଆପଣମାନଙ୍କର ଟିକେ ସପୋର୍ଟ ଦରକାର, ଯେମିତି ମୋ ମାଆକୁ ମୁଁ ରାଣୀ କରି ରଖିବି। ତ ଆପଣମାନଙ୍କ ମାଆ ବି କ'ଣ କରୁଥିବେ ନିହାତି କମେଣ୍ଟରେ କହିବେ। ଆଉ ଭିଡ଼ିଓ ଭଲ ଲାଗିଥିଲେ ଗୋଟେ ନିହାତି ଲାଇକ୍ କରିଦିଏ। ଆଉ ମୋ ମାଆ ପାଇଁ କି ନିଜ ମାଆ ପାଇଁ ଗୋଟେ କମେଣ୍ଟ କରିଦିଏ। ଓକେ, ବାଏ ବାଏ।